ସମସ୍ତେ ଏଥର ପୁରା ତାନ ଲଗେଇଛନ୍ତି। ନବୀନ ପଟ୍ଟନାୟକର ଦବଦବାଟା ଅଧିକ ରହିବ। ବିଜେପିର ରହିବନି? ବିଜେପିର ଗ୍ରାମାଞ୍ଚଳରେ ନବୀନ ପଟ୍ଟନାୟକର ଯେଉଁଭଳି କାମ ପାଇଛନ୍ତି, ଯେଉଁମାନେ ଉପକୃତ ଅଛନ୍ତି, ବୁଢ଼ା ବୁଢ଼ୀ ଠୁ ଆରମ୍ଭ କରି ଯାହା ସବୁ ଦରକାର ସେ ତାଙ୍କୁ ଦେଇଛି। ଭତ୍ତା ଦେଇଛି, ଚାଉଳ ଦେଇଛି, ଆଉ ତାଙ୍କ ଲୁଗା ଦେଇଛି, ଜୋତା ଦେଇଛି, ଛତା ଦେଇଛି। ମାଆମାନଙ୍କ ପାଇଁ ସେ ଯାହା କରିଛି, ତେଣୁ ମାଆମାନେ ନିଶ୍ଚିତ ତାର କିଛି ବେଇମାନ କରିବେନି। ତାହେଲେ ବିଜେଡି ଆସିବ? ବିଜେଡ଼ି ଆସିବ, ଆମେ ଆଶା କରୁଛୁ। କିନ୍ତୁ ବିଜେପି କ'ଣ ଭଲ କାମ କରୁଛନ୍ତି? ଆଜ୍ଞା ବିଜେପି ଭଲ ନା ଭଲ ନା? ନା ଭଲ ମନ୍ଦ କ'ଣ, କିନ୍ତୁ ଓଡ଼ିଶାର ଦବଦବାଟା ନବୀନ ପଟ୍ଟନାୟକ। ଆଚ୍ଛା, ବିଜେପିକୁ ନେଇ କ'ଣ କହିବେ? ବିଜେ ସେଣ୍ଟରରେ କିଏ ଆସିବା ଦରକାର? ସେଣ୍ଟରରେ ଆଜ୍ଞା ସେ କଥା ଆମେ ବିଶେଷ କହିପାରିବୁ ନାହିଁ, କିନ୍ତୁ ଓଡ଼ିଶା ଆଜ୍ଞା ସେଣ୍ଟରରେ ମୋଦି ରହିପାରେ, କିନ୍ତୁ କଂଗ୍ରେସକୁ ନେଇ କ'ଣ କହିବେ? କଂଗ୍ରେସର ଆଜ୍ଞା କିଛି ନା। ଆପଣ ତ ଦିନେ କଂଗ୍ରେସକୁ ଭୋଟ ଦେଇଥିବେ? ଦେଇଥିଲୁ ଆଜ୍ଞା, କିନ୍ତୁ ସମୟ ଥିଲା ଦେଇଥିଲେ, ଲୋକମାନଙ୍କ ପାଇଁ କାମ କରିଥିଲେ। ବର୍ତ୍ତମାନ ଲୋକମାନଙ୍କ ପାଇଁ ଏମାନେ କାମ କରୁଛନ୍ତି, ଯିଏ କାମ କରୁଛନ୍ତି ଆଜ୍ଞା ସେ ଲୋକମାନେ ତାଙ୍କର। ଆପଣ କଂଗ୍ରେସକୁ ପସନ୍ଦ କରନ୍ତି? ଆଜ୍ଞା ସବୁ ଦଳକୁ ଆମେ ପସନ୍ଦ କରୁ, କାହାକୁ ପସନ୍ଦ ନାହିଁ। ଯିଏ ଲୋକମାନଙ୍କ ପାଖରେ ଅଛନ୍ତି, ଲୋକମାନଙ୍କ ସହିତ ଅଛନ୍ତି, ଲୋକମାନେ ତାଙ୍କୁ ଚାହୁଁଛନ୍ତି। ଲୋକ ଏବେ ବା କଂଗ୍ରେସ ପାଖରେ ପଇସା ନାହିଁ। ପଇସା ସାଙ୍ଗରେ ଆଜ୍ଞା କଥା ନାହିଁ। ପଇସା କାହା ପାଖରେ ଅଛି, କେଉଁ ଦଳ ପାଖରେ ଅଛି, ସେ କଥା କହିବା ଠିକ୍ ହେବ ନାହିଁ। ତେଣୁ ଲୋକଙ୍କର ସେବା ଯିଏ କରୁଛନ୍ତି, ଲୋକଙ୍କ ପାଖରେ ଅଛନ୍ତି, ଲୋକଙ୍କ ଭଲ ମନ୍ଦରେ ଯିଏ ଛିଡ଼ା ହେଉଛନ୍ତି, ତେଣୁ ତାଙ୍କୁ ଲୋକମାନେ ଚାହୁଁଛନ୍ତି, ଦେଉଛନ୍ତି। ଆଚ୍ଛା ଭାଇ, ଆପଣ କହିଛନ୍ତି ନା? ମୁଁ ନାଇଁ କହିଦିଅନ୍ତୁ, ଏଇ ଯେଉଁ ଭାଇଙ୍କର କଥାକୁ ଭୁଲେଇ ଦେବା। ଆକ୍ଚୁଆଲି ହଉ ଏଇଠି ତ ସାର୍